ସବୁବେଳେ ଗୋଟେ କଥା ମନେ ରଖିଥିବେ, ଆମ ନିଜର ଖୁସି ପାଇଁ ଆଉ କେହି କଷ୍ଟ ନ ପାଉ ସେଇଟାକୁ ସବୁବେଳେ ଧ୍ୟାନ ଦେବା ଉଚିତ। କାହିଁକି ନା ଏବେକାର ବାହାଘର ସିଜନରେ ମୁଁ ଲକ୍ଷ୍ୟ କରୁଛି ଅନେକ ବାହାଘର ପ୍ରସେସନ ଯିବା ରାସ୍ତାରେ ସାଧାରଣ ଲୋକଙ୍କ ଯାତାୟାତରେ ବାଧା ସୃଷ୍ଟି ହୋଇଥାଏ, ଆଉ ଟ୍ରାଫିକ ପୋଲିସ ତ ତାହାକୁ ନିୟନ୍ତ୍ରଣ କରିବା ପାଇଁ ନାକେଦମ ହୋଇଥାନ୍ତି। ବିକଟାଳ ଶବ୍ଦ ସାଙ୍ଗକୁ ଆଖି ଝଲସା ଆଲୁଅ ରାସ୍ତାରେ ଯିବାବେଳେ ଅନେକ ସମୟରେ ବାଧକ ସୃଷ୍ଟି କରିଥାଏ, ଆଉ ଆଖିରେ ସେ ଲାଇଟ୍ ଯେତେବେଳେ ପଡ଼େ ସେତେବେଳେ ଚତୁର୍ଦିଗ ଅନ୍ଧାର ଦିଶିଲା ପରି ମନେ ହୁଏ। ହଁ ଆଜ୍ଞା, ଆପଣଙ୍କ ଖୁସିର ଦିନ ସେଇଟା। ହଁ ଆଜ୍ଞା, ସେ ଖୁସିର ଦିନ ଜୀବନରେ ଆଉ କେବେ ଆସିବନି ସତ, କିନ୍ତୁ ସେଇ ଖୁସିର ମୁହୂର୍ତ୍ତକୁ ଅବିସ୍ମରଣୀୟ କରିବା ପାଇଁ କେବେ ବି ଆଉ କାହାକୁ କଷ୍ଟ ଦେଇକି ତାକୁ ଅବିସ୍ମରଣୀୟ କରାଯାଏନି। ସେ ଖୁସିର ଦିନକୁ ଅବିସ୍ମରଣୀୟ କରିବା ପାଇଁ କିଛି ଭିନ୍ନ ଢଙ୍ଗରେ, କିଛି ନିଆରା ଢଙ୍ଗରେ ବିବାହ ପ୍ରସେସନ କରାଗଲେ ହୁଏତ ଭଲ ହୁଅନ୍ତା। ଏହା ମୋର ବ୍ୟକ୍ତିଗତ ମତ, ଯାହା ମୁଁ ରାସ୍ତାରେ ଦେଖିଛି, ଯାହା ଅନୁଭବ କରିଛି, ଯାହା ଭୋଗିଛି, ତାହା ହିଁ କହୁଛି। ଏଇ ତ ଜୀବନର କଥା।